ସାଙ୍ଗମାନେ ଜୟ ଜଗନ୍ନାଥ। ଆସନ୍ତୁ ଆଜି ଶୁଣିବା ଗୋଟେ ସୁନ୍ଦର ଗପ, କୃତଜ୍ଞ ବଣ ବିରାଡ଼ି। ଅନେକ ବର୍ଷ ତଳର କଥା। ଜାପାନର ଗୋଟିଏ ବୁଢ଼ା ଲୋକର କାହାଣୀ। ସେଠାକାର ଲୋକମାନେ ତାକୁ ସାଧୁ ବୋଲି ଡାକୁଥିଲେ। ଗୋଟିଏ ପାହାଡ଼ ପାଖରେ କୁଡ଼ିଆଟିଏ କରି ସେ ରହୁଥିଲା। ଥରେ ଶୀତ ରାତିରେ ତା ଦୁଆରେ କିଏ ଜଣେ ଖଡ଼ ଖଡ଼ କରି ଡାକିଲା। ସୁନସାନ ରାତିରେ ଏ ଶବ୍ଦ ଶୁଣି ସାଧୁ ପ୍ରଥମେ ଡରିଗଲା। ତାପରେ ସାଧୁ ଦୁଆର ଖୋଲିଲା। ଦେଖିଲା ଦୁଆର ପାଖରେ ଗୋଟିଏ ବଣ ବିରାଡ଼ି ଶୀତରେ ଥରି ଥରି ଅଧମରା ଅବସ୍ଥାରେ ଠିଆ ହୋଇଛି। ଆରେ ମିତ୍ର, ଭିତରକୁ ଆସ, ସାଧୁ ସ୍ନେହର ସହିତ ଡାକିଲା। ପଚାରିଲା, ମୁଁ ତୁମର କ'ଣ ଉପକାର କରିପାରିବି? ଶ୍ରୀମାନ, ବୁଢ଼ା ହୋଇଗଲିଣି। ବିରାଡ଼ି କହୁଛି, ଶ୍ରୀମାନ, ମୁଁ ବୁଢ଼ା ହୋଇଗଲିଣି। ଏ ପାହାଡ଼ ଜାଗାର ହାଡ଼ଭଙ୍ଗା ଥଣ୍ଡା ମୁଁ ଆଉ ସହିପାରୁନାହିଁ। ବିରାଡ଼ିଟି ଏହା କହି ବିନମ୍ର ସ୍ୱରରେ ପଚାରିଲା, ମୁଁ କ'ଣ ଏଠାରେ କିଛି ଦିନ ତୁମ ସାଙ୍ଗରେ ରହିପାରିବି? ଆରେ ଏଥିପାଇଁ ପଚାରୁଛ କ'ଣ? ଏଠାରେ ତୁମେ ଖୁସିରେ ରହିପାର। ସାଧୁ ଏହା କହି ସେହି ଦୁର୍ବଳ ବିରାଡ଼ିକୁ କୁଡ଼ିଆ ଭିତରେ ଜଳୁଥିବା ନିଆଁ ପାଖରେ ନେଇ ବସାଇଦେଲା। ବଣ ବିରାଡ଼ିଟି ଶୀତ ଋତୁ ସାରା ସେହି କୁଡ଼ିଆରେ ରହି କଟାଇଦେଲା। ରାତିରେ କୁଡ଼ିଆ ଭିତରେ ଶୋଇଯାଏ, କିନ୍ତୁ ଦିନ ହେଲେ ନିଜ ଖାଦ୍ୟ ଖୋଜିବା ପାଇଁ ବାହାରକୁ ବାହାରିଯାଏ। ତା ଛଡ଼ା ରାତିରେ ନିଆଁ ଜଳାଇବା ପାଇଁ କାଠି କୁଟା ମଧ୍ୟ ସଂଗ୍ରହ କରି ଆଣେ। ଶୀତ ଋତୁ ସରି ବସନ୍ତ ଋତୁ ଆସିଲା। ବଣୁଆ ବିରାଡ଼ିଟି ସାଧୁକୁ ଧନ୍ୟବାଦ ଦେଇ ଆସନ୍ତା ଶୀତ ଋତୁ ପର୍ଯ୍ୟନ୍ତ ବିଦାୟ ମାଗି କେଉଁଆଡ଼େ ଚାଲିଗଲା। ଏହିପରି 10 ବର୍ଷ ପର୍ଯ୍ୟନ୍ତ ପ୍ରତି ଶୀତ ଋତୁରେ ବିରାଡ଼ି ଓ ସାଧୁ ମିଶି ଏକାଠି ସମୟ କଟାନ୍ତି। ସାଧୁ କୁଡ଼ିଆ ଭିତରେ ବସି ପ୍ରାର୍ଥନା କଲେ ବିରାଡ଼ିଟି ଶ୍ରଦ୍ଧାପୂର୍ବକ ବସି ସବୁ ଶୁଣେ। ଏହିପରି ବିରାଡ଼ିଟି ସାଧୁର ବହୁତ ଘନିଷ୍ଠ ବନ୍ଧୁ ବନିଯାଇଥାଏ। ଦିନକର କଥା, ବିରାଡ଼ି ସାଧୁକୁ ପଚାରିଲା, ଶ୍ରୀମାନ, ମୁଁ ଥରେ ତୁମକୁ ଗୋଟିଏ ସୁନ୍ଦର ଡବା ଫିଙ୍ଗି ଦେବା ଦେଖିଥିଲି। ତାହାକୁ କାହିଁକି ଫିଙ୍ଗି ଦେଇଥିଲ? ଏମିତି ଅନେକ ପ୍ରଶ୍ନ ଯାହା ଜାଣିଥାଏ ସେ ପଚାରୁଥାଏ ସାଧୁ ବାବାଙ୍କୁ। ସାଧୁ ଜଣକ ତାହେଲେ କ'ଣ କହିଲେ? ସେ କହିଲେ, ଆରେ ମିତ, ମୁଁ ଯେତେବେଳେ ପାଦ୍ରୀ ଥିଲି ସେତେବେଳେ ସାଂସାରିକ ବସ୍ତୁ ସବୁ ତ୍ୟାଗ କରି ଦେଇଥିଲି। ତୁମ ପରି ଜଣେ ଦୟାବାନ ବ୍ୟକ୍ତି ମୋତେ ଅନେକ ସାହାଯ୍ୟ କରିଥିଲେ। ଆମର ତା ମନ୍ଦିରରେ ସୁନା ମୋହର ଦାନ ଦେବାର ପ୍ରଥା ଅଛି। ଲୋକେ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି। ମୁଁ ସେହି ଡବାରୁ ମୋହର ବାହାର କରିବା ପାଇଁ ଅନେକ ଥର ଚେଷ୍ଟା କଲି, କିନ୍ତୁ ଅସଫଳ ହେଲି। କୌଣସି ସମୟରେ ବାହାର କରିପାରିଲି ନାହିଁ। ତେଣୁ ମୁଁ ସେହି ଡବାଟିକୁ ଫିଙ୍ଗିଦେଲି। ସବୁଥର ପରି ବସନ୍ତ ଋତୁ ଆସିବା ପରେ ବଣ ବିରାଡ଼ିଟି ସେହି କୁଡ଼ିଆରୁ ବାହାରି ଚାଲିଗଲା। 3 ବର୍ଷ ପର୍ଯ୍ୟନ୍ତ ସେଠାକୁ ଆଉ ଆସିଲା ନାହିଁ। ସାଧୁ ଭାବିଲା, ତା ମିତ୍ର ବୋଧହୁଏ ମରିଗଲା। ଏହା ଭାବି ମନେ ମନେ ଦୁଃଖିତ ହେଲା। କିନ୍ତୁ ତା ପର ବର୍ଷ ଶୀତ ଋତୁ ଆସିବା ମାତ୍ରେ ତାର କୁଡ଼ିଆ ଦୁଆରରେ କିଏ ପୁଣି ଖଟ୍ ଖଟ୍ କରି ଡାକିଲା। ସାଧୁ ଦୁଆର ଖୋଲି ଦେଖିଲା, ଦୁଆର ଆଗରେ ତାର ପୁରୁଣା ମିତ୍ର ଠିଆ ହୋଇଛି। ବିରାଡ଼ିକୁ ଦେଖି ସାଧୁର ମୁହଁରେ ଖୁସି ଫୁଟି ଉଠିଲା। ଏତେ ଦିନ ହେଲା କୁଆଡ଼େ ଯାଇଥିଲ ମିତ୍ର? ସାଧୁ ପଚାରିଲା। ବଣ ବିରାଡ଼ିଟି କହିଲା, ଶ୍ରୀମାନ, ମୁଁ ତୁମ ପାଇଁ ସୁନା ଖୋଜିବା ପାଇଁ ଯାଇଥିଲି। ମୁଁ ସେହି ମରୁସ୍ଥଳକୁ ଯାଇଥିଲି ଯାହା ସୁନା ଖଣି ପାଇଁ ପ୍ରସିଦ୍ଧ ଅଟେ। ମୁଁ ସବୁ ବାଲି ଖୋଳି ବାହାର କଲି। ଖୋଳିବା ଲୋକ ମାଟି ଖୋଳି ବାହାର କଲା ଏବଂ ଏହା ସେହି ପରିଶ୍ରମର ଫଳ ଅଟେ। ଏହା କହି ସେହି ଦୟାଳୁ ବିରାଡ଼ି 3ଟି ସୁନାର ମୋହର ସାଧୁର ହାତରେ ଦେଲା। ମୋ ପାଇଁ ତୁମେ ଏତେ ପରିଶ୍ରମ କାହିଁକି କଲ? ଏ କଷ୍ଟ ତ କିଛି ନୁହେଁ। ମୁଁ ସେ ରାତି ଆଜି ପର୍ଯ୍ୟନ୍ତ ଭୁଲି ନାହିଁ, ଯେଉଁଦିନ ପ୍ରଥମ ଥର ପାଇଁ ମୁଁ ହାଡ଼ଭଙ୍ଗା ଅନ୍ଧାର ଶୀତ ରାତିରେ ଅଧମରା ଅବସ୍ଥାରେ ତୁମ ଘରେ ଆଶ୍ରୟ ମାଗିବା ପାଇଁ ଆସିଥିଲି। ତୁମେ ମୋତେ ଏ କୁଡ଼ିଆରେ ଆଶ୍ରୟ ଦେଇ ମୋ ଜୀବନ ବଞ୍ଚାଇଥିଲ। ମୁଁ ତୁମର ଉପକାର ବଦଳରେ କିଛି କରିବା ପାଇଁ ଚାହୁଁଥିଲି। ମୁଁ ବହୁତ ଖୁସି ଯେ ତୁମର କିଛି ଉପକାର ମୁଁ ଏ ଜୀବନରେ କରିପାରିଲି। କୃତଜ୍ଞ ବଣ ବିରାଡ଼ି ସାଧୁଙ୍କୁ କହିଲା। ପିଲାମାନେ, ଗପଟି କେମିତି ଲାଗିଲା ନିଶ୍ଚିତ କମେଣ୍ଟ ଦେଇ ଜଣାଇବ। ଜୟ ଜଗନ୍ନାଥ।